ଏବେ ମଧ୍ୟ ସେହି ଲୀଳା କରେ ଲୀଳାମୟ ଅଭିନ୍ନ ସୁନ୍ଦର। ଭକ୍ତ ବନମାଳୀ ପଟ୍ଟନାୟକ ଓ ତାଙ୍କ ସହଧର୍ମିଣୀ ଶାନ୍ତି ଦେବୀ ଠାକୁରଙ୍କର ବଡ଼ ସ୍ନେହୀ ଭକ୍ତ, ବଡ଼ ଅମାୟିକ ଏକ କୁଆରେକ, ଅହମିକା ଶୂନ୍ୟ ଭକ୍ତ ଭାଇ ଭଉଣୀଟି ଦେଖା ହେଲେ କୋଟିନିଧି ପାଇଲା ପରି ଆନନ୍ଦ ହୁଅନ୍ତି। ଠାକୁରଙ୍କ ଲୀଳା କାହାଣୀ ଭକ୍ତର ଅନୁଭୂତି ଶୁଣିବାକୁ ବଡ଼ ଆଗ୍ରହ ପ୍ରକାଶ କରନ୍ତି। ତାଙ୍କୁ ତାଙ୍କର ଅନୁଭୂତି କଥା ପଚାରିଲେ ଭାବବିହ୍ୱଳ ହୋଇ ମହାର୍ଘ ଅନୁଭୂତି ପେଡ଼ି ଫିଟାଇ କହି ବସନ୍ତି ଶାନ୍ତି ଦେବୀ ତାଙ୍କ ଅଙ୍ଗନିଭା କାହାଣୀରୁ କିଛି। ସେ କହନ୍ତି, ଆମେ ଠାକୁରଙ୍କର ପଦାଶ୍ରିତ ହେଲା ପରେ ପ୍ରାୟ ପ୍ରତିବର୍ଷ ଜନ୍ମୋତ୍ସବ, ଚନ୍ଦନ ଉତ୍ସବ ଓ ଦୁର୍ଗା ପୂଜା ଏ ତିନୋଟି ପର୍ବ ବଡ଼ ପର୍ବରେ ଠାକୁରଙ୍କ ପଦରଜ ବୋଲି ହେବାକୁ ଆଶ୍ରମକୁ ଆସୁ। ତା ଛଡ଼ା ଅନ୍ୟ ଯେତେବେଳେ ମନ ଉଚ୍ଚାଟ ହୁଏ ଧାଇଁ ଆସୁ ନିରୋଳାରେ ତାଙ୍କ ସ୍ନେହ ଆଶୀର୍ବାଦ ଲାଭ କରି ଧନ୍ୟ ହେବାକୁ। ମାତ୍ର ସୁଖର ଦିନ ଖୁବ୍ ଛୋଟ। ଅଳ୍ପ ଦିନ ପରେ ଲୀଳାଖେଳା ଆରମ୍ଭ ହେଉ ନ ହେଉଣୁ ସେ ସୁଖର ଦିନ ଅଚାନକ କୁଆଡ଼େ ଉଭେଇଗଲା। 1963 ମସିହା ଦୁର୍ଗା ପୂଜାକୁ ଆମେ କରମଳା ଆସିଥାଉ। ଠାକୁର ଅଧିକାଂଶ ସମୟ ଶୟନ ମନ୍ଦିରରେ ରହୁଥିଲେ। ଭକ୍ତମାନେ ଦର୍ଶନ କିମ୍ବା ପାଦସେବା କରିବାର ସୁଯୋଗ ପାଉନଥିଲେ। ଆମେ ଏଥର 3 ଦିନ ରହିଗଲୁ। ଦୁର୍ଗା ପୂଜା ସରିଲା, ଆଉ ରହିବାକୁ ଇଚ୍ଛା ହେଲା ନାହିଁ। କାଳିଆ ଲାଗି ସିନା ଗାଈ ଗୁହାଳ। ଭୁବନେଶ୍ୱର ଫେରିବା ଦିନ ମୁଁ ବଡ଼ ଆକୁଳ ଓ ବ୍ୟସ୍ତ ହୋଇ କୃଷ୍ଣା ମା'ଙ୍କୁ ଅଳି କଲି। କହିଲି, ମା, ଆମେ କରମଳା ଆସି ଠାକୁରଙ୍କ ଶ୍ରୀମୁଖ ଦର୍ଶନ କରି ପାଦ ସେବାର ସୁଯୋଗ ପାଇ କେତେ ଅପୂର୍ବ ଶକ୍ତି ସଞ୍ଚୟ କରି ଫେରୁଥିଲୁ। ସେହି ଶକ୍ତି ବଳରେ ଆମେ ସଂସାରର ସବୁ ଝଡ଼ଝଞ୍ଜା ସମ୍ଭାଳି ପାରୁଥିଲୁ। ଆମେ କ'ଣ ଖାଲି ଟିକିଏ ଦର୍ଶନ ସୁଖ ପାଇବୁ ନାହିଁ? ବର୍ତ୍ତମାନ ଥିବା ସମାଧି ମନ୍ଦିରର ବାହାରେ ମୁଁ ଠିଆ ହୋଇ এই କଥା କହୁଥାଏ। ଏହି ସମୟରେ ଠାକୁରେ ଉପର ମହଲା ପୂର୍ବପଟ ଦ୍ୱାର ଖୋଲି ବାହାରି ଆସି ମୋ ଉପରକୁ ଖଣ୍ଡେ ରୁମାଲ ପକାଇ ଦେଇ କହିଲେ, ଏଟା ତ ଝିଅ ଛାଡ଼ି ଯାଇଛି। ମୋ ଠାକୁର କ'ଣ ଖାଲି କରମାଳାରେ ଅଛନ୍ତି? ମା, ଠାକୁର କ'ଣ ଖାଲି କରମାଳାରେ ଅଛନ୍ତି? ସେ ପରା ସବୁ ଜାଗାରେ ବିଦ୍ୟମାନ। ଏହି ଆଶ୍ୱାସନା ବାଣୀ ଶୁଣି ଓ ଦର୍ଶନ କରି ଭୁବନେଶ୍ୱର ଫେରିଲୁ। କି ଜାଣିଥିଲା ଏଇ ହେବ ମୋର ଶେଷ ଦର୍ଶନ ଓ ଶେଷ ମଧୁର ଆଶ୍ୱାସନା ବାଣୀ। ତା ପରଠାରୁ ଠାକୁର ମୌନ ରହିଲେ। ଅବଶ୍ୟ ମୋ ସ୍ୱାମୀ ବନମାଳୀ ବାବୁ ତାଙ୍କ ପାଶେ ପାଶେ 22 ଦିନ କାଳ ରହି ତାଙ୍କ ସେବା ଶୁଶ୍ରୂଷା କରିବାର ସୁଯୋଗ ପାଇଥିଲେ। ପ୍ରତିଦିନ ଆମ ଗାଡ଼ିରେ କଟକରୁ ଡାକ୍ତର ଆସୁଥିଲେ, ଠାକୁରଙ୍କ ସେବା କରି ଫେରି ଯାଉଥିଲେ। ବନମାଳୀ ବାବୁ ଶେଷ ଆଡ଼କୁ ଭୁବନେଶ୍ୱର ଆସିବାକୁ ବାଧ୍ୟ ହେଲେ, କାରଣ ତାଙ୍କର ଆସେମ୍ବଲି ଅଧିବେଶନ ଆରମ୍ଭ ହୋଇଗଲା। ତାର 2 ଦିନ ପରେ 1963 ମସିହା କାର୍ତ୍ତିକ ଶୁକ୍ଳ ଏକାଦଶୀ ଦିନ ଠାକୁର ଅପ୍ରକଟ ହେଲେ। ତାଙ୍କ ପଦାଶ୍ରିତ ଭକ୍ତ ଓ ସନ୍ନ୍ୟାସୀଗଣଙ୍କୁ ଶୋକସାଗରରେ ଭସାଇ ଦେଇ ଠାକୁର ସ୍ଥୂଳ ଶରୀରରେ ଥିବା ଭିତରେ ଅନେକ ଥର କରମଳା ଯିବାର ସୁଯୋଗ ପାଇଛି। 1956 ମସିହା ଠାରୁ 1963 ଭିତରେ ମାତ୍ର 4ଟି ବର୍ଷ ସେ ଜ୍ୟୋତିର୍ମୟ ମୁଖମଣ୍ଡଳ, ସେ ଅମୃତ ବାଣୀ ହିଁ ଜୀବନରେ ଚଲାପଥରେ ଭକ୍ତମାନଙ୍କର ପାଥେ ହୋଇ ରହିଛି ଏବଂ ରହିଥିବ। କେତେ ଜନ୍ମର ତପସ୍ୟା ଫଳରେ ଏହି ଜନ୍ମରେ ସ୍ୱୟଂ ନାରାୟଣଙ୍କୁ ଗୁରୁ ରୂପରେ ପାଇବାର ସୌଭାଗ୍ୟ ମିଳିଲା। ଶେଷ ବେଳକୁ ସେ କହିଥିଲେ, ଠାକୁରେ ଘରେ ଘରେ ଖେଳିବେ, ବ୍ୟସ୍ତ ହୁଅନି। ବହୁ ଭକ୍ତଙ୍କର ଘରେ ଅପ୍ରକଟ ହେବା ପରେ ମଧ୍ୟ ଖେଳିଛନ୍ତି। ମୋର ମଧ୍ୟ ସେହି ଅନୁଭୂତି ଅଛି। ଗୋଟିଏ ଦିନର ଅନୁଭୂତି ଏଠାରେ କହୁଛି।
1966 ଠାକୁର ଅପ୍ରକଟ ହେବାର 3 ବର୍ଷ ହୋଇଥାଏ। ଠାକୁରଙ୍କ ପୂଜା କରିବାକୁ ଠାକୁର ଘରକୁ ଯିବା ବେଳକୁ ମନେ ପଡ଼ିଲା ଠାକୁରେ କହିଥିଲେ ପବିତ୍ର ଜଳ କଥା। ତୁମର ଭକ୍ତିପୂତ ନୟନାଶ୍ରୁ ଜଳରେ ଠାକୁରଙ୍କ ପଦଧୌତ କର। ସତରେ ଠାକୁରଙ୍କ ସ୍ନେହ କଥା ମନେ ପକାଇ ବ୍ୟଥିତ ହୋଇ ସେଦିନ ପୂଜା କରି ଅଶ୍ରୁ ଝରଣା ବୁହାଇ ଦେଲି ସେ ଠାକୁରଙ୍କ ଚରଣ ତଳେ। ତାର କାରଣ ମୋ ସ୍ୱାମୀ ସେଦିନ ଟିକେ ଦୁର୍ବଳ ମନ। ଠାକୁରଙ୍କ ଉପରେ ବିଶ୍ୱାସ ନ ରଖି ଜଣେ ଜ୍ୟୋତିଷକୁ ସାଙ୍ଗରେ ଆଣିଛନ୍ତି ତାଙ୍କର ଭବିଷ୍ୟତ ଶୁଣିବାକୁ। ପୂଜା ସାରି ସମସ୍ତଙ୍କୁ ଖାଇବାକୁ ଦେବା ପରେ ମୁଁ ସେଇ ଜ୍ୟୋତିଷଙ୍କ ପାଖରେ ବସିଲି। ମୋ ସ୍ୱାମୀ ବିଶ୍ରାମ କରିବାକୁ ଗଲେ। ପିଲାମାନେ ଖେଳୁଥାନ୍ତି। ହଠାତ୍ କିଏ ଜଣେ ମା ବୋଲି ଅତି ପରିଚିତ ସ୍ୱରରେ ଡାକିଲା। ମୁଁ ଚମକି ପଡ଼ି ଦେଖେ ତ ଜଣେ ସାଧୁ ଦଣ୍ଡାୟମାନ। ମୁଁ ପିଲାମାନଙ୍କୁ କହିଲି ଜଣେ ବାବାଜୀ ଆସିଛନ୍ତି, କିଛି ଚାଉଳ ଆଣିଦେଲ। ମୁଁ କିନ୍ତୁ ଠାକୁରଙ୍କ ଧ୍ୟାନରେ ଥାଏ। ସନ୍ନ୍ୟାସୀ ଜଣକ କହିଲେ ମୁଁ କ'ଣ ଭାତ ଖାଏ ଯେ ଚାଉଳ ନେବି? ମୁଁ ତାଙ୍କୁ ଚାହିଁ ଭାବିଲି ଏ ଆମ ଠାକୁରଙ୍କ ପରି ଦାଢ଼ି ରଖିଛନ୍ତି, ବାଳ ବି ରଖିଛନ୍ତି, ଉଚ୍ଚତା ମଧ୍ୟ ସେହିପରି। ପୁଣି ଭାବିଲି ଠାକୁରଙ୍କ ଦେହ ରଙ୍ଗ ତ କେତେ ଆଭାଯୁକ୍ତ। ଠାକୁରଙ୍କ ଦେହ ତ ରଙ୍ଗ ହେଲେ କେତେ ଆଭାଯୁକ୍ତ। ସେ ସନ୍ନ୍ୟାସୀ ଗେରୁଆ ବସ୍ତ୍ର ପିନ୍ଧିଥିଲେ ମଧ୍ୟ ଟିକିଏ ମସିଆ ଧୋତି ପିନ୍ଧିଛନ୍ତି, ଦେହର ରଙ୍ଗ କଳା। ତାଙ୍କୁ ଚାହିଁ ଏସବୁ ଭାବିବା ଭିତରେ ମୋ ଦେହ ଅଚଳ ହୋଇଗଲାଣି। ମୁଣ୍ଡ ବୁଲାଇ ଦେଲା। ଉଠିବାର ଶକ୍ତି ରହିଲା ନାହିଁ। ମୁଁ ବଡ଼ କଷ୍ଟରେ ପଚାରିଲି ଆଉ କ'ଣ ଖାଆନ୍ତି ମୋ? ସେ କହିଲେ ଖାଲି ଚା, ମୋତେ ଚା ଟିକେ ଦିଅ। ମୁଁ କଷ୍ଟରେ ପଚାରିଲି ଆଉ କ'ଣ ଖାଆନ୍ତ? ସେ କହିଲେ ମୋତେ ଖାଲି ଚା ଟିକେ ଦିଅ। ମୁଁ ମନେ ମନେ ଭାବିଲି ଓଡ଼ିଆ ସନ୍ନ୍ୟାସୀ କିଏ ଏମିତି ଅଛନ୍ତି ଭାତ ଖାଆନ୍ତି ନାହିଁ, ଖାଲି ଚା ଖାଆନ୍ତି। ସେତେବେଳେ ମୁଁ ପିଲାଙ୍କୁ କହିଦେଇଥାଏ ବାପାଙ୍କ ପକେଟରେ ପଇସା ଆଣିଦିଅ, ତାଙ୍କୁ ଚାହିଁ ଭାବୁଛି ମୁଁ ନିଜେ ଟିକିଏ ଯାଇ ଚା କରିଦିଅନ୍ତି କି। ଝିଅ ଆସି କହିଲା ବାପାଙ୍କ ପକେଟରେ ମାତ୍ର 25 ପଇସା ଶୁକିଟି ଅଛି। ଏକଥା ଶୁଣି ସେ ବାବା ହସିଦେଲେ। ମୁଁ ଦେଖିଲି ଦାନ୍ତ ଠିକ୍ ଠାକୁରଙ୍କ ଦାନ୍ତ ପରି। ପୁଣି ବାଁ ହାତରେ ଠାକୁରଙ୍କ ପରି ଦାଢ଼ି ସଜାଡ଼ି ଦେଉଛନ୍ତି। ନିଜେ ଆଉଁସି ତା ସାଙ୍ଗକୁ ଝିଅ ଆସି ସେତିକିବେଳେ କହିଲା ମା ଦେଖିଲୁ ଏ ଠାକୁରଙ୍କ ପରି ଖଡ଼ମ ପିନ୍ଧି ନାହାନ୍ତି, ଠିକ୍ ଚୁଳି କଠାଉ। ଦେଖିଲି ପାଦପଦ୍ମ ଦୁଇଟି କଠାଉ। ମୁଁ ଆହୁରି ସ୍ଥାଣୁ ପାଲଟିଗଲି। ଏତିକି ବେଳେ ସେ ସାଧୁ କହିଲେ ଏତିକି ପଇସା କ'ଣ ବା ହେବ? ମୋ ଆଖିକି ଆଉ କିଛି ଦିଶିଲା ନାହିଁ। ମୁଁ କ୍ଷୀଣ ସ୍ୱରରେ ଝିଅକୁ କହିଲି ଦେଖିବୁ ତ ଏ କେଉଁ ଦିଗକୁ ଯିବେ? ଫାଟକରେ ଡାହାଣ ପଟ କେଦାରଗୌରୀ ଆଡ଼କୁ ଯିବେ ନା ବାମ ପଟ ଆଡ଼କୁ ଯିବେ? ମୋ ଝିଅ ହାତରୁ ସେ ଚାରାଣିଟିକୁ ନେଇଛନ୍ତି। ସେତିକିବେଳେ ଜ୍ୟୋତିଷ କହିଛନ୍ତି ମା ଏ ମାମୁନି ସାଧୁଙ୍କୁ ଦେଖି ଏପରି ଭାବପ୍ରବଣ କାହିଁକି ହୋଇଯାଉଛ? ମୁଁ ମନେ ମନେ ଠାକୁରଙ୍କୁ ପ୍ରଣାମ କରି ଭାବିଲି ପ୍ରଭୁ ତୁମେ ଠିକ୍ ଜାଣିପାରିଛ ମୋ ପାଖରେ ଯେତିକି ଟଙ୍କା ଥିଲା ମୁଁ ବାକ୍ସ ଖାଲି କରି ସେତିକି ମୋ ସ୍ୱାମୀକୁ ଦେଇଥିଲି। ସେ ସେଥିରୁ ମାତ୍ର ଚାରାଣିଟିଏ ବଳାଇ ଆଣିଛନ୍ତି। ସେଥିପାଇଁ ତୁମେ ଠିକ୍ ସମୟରେ ପରୀକ୍ଷା କରିବାକୁ ଆସିଥିଲ। ସେ ମୁହୂର୍ତ୍ତରେ ମୋର ତ ବାହ୍ୟ ଜ୍ଞାନ କିଛି ନଥିଲା। ପରେ ମୁଁ ପିଲାଙ୍କୁ ପଚାରିଲି ସେ କେଉଁଆଡ଼େ ଗଲେ? ପିଲାମାନେ କହିଲେ ସେ ତ ପାହାଚ ତଳକୁ ଓହ୍ଲେଇ ନାହାନ୍ତି। ଖଡ଼ମ ଶବ୍ଦ ଟିକିଏ ବି ହୋଇନାହିଁ। ମୁଁ ମନେ ମନେ ଜ୍ୟୋତିଷଙ୍କୁ କହିଲି ତମେ କ'ଣ ଜାଣିଛ ସେ କିଏ? ତୁମକୁ ମାମୁଲି ଲାଗିଲା? ଆମର ତ ସିଏ ସର୍ବସ୍ୱ, ଜନ୍ମ ଜନ୍ମାନ୍ତରର ଗୁରୁ ସଖା ସବୁ କିଛି। ସେ ସ୍ୱୟଂ କୃପାମୟ ଭକ୍ତବତ୍ସଳ ହରିଣ ହୋଇଥିଲେ ଅନ୍ତରରେ ବେଦନା କିଏ ଜାଣିଥାନ୍ତା। ମୁଁ ଆଉ ସମ୍ଭାଳି ନପାରି ବନମାଳୀ ବାବୁଙ୍କୁ ଉଠାଇ ସବୁ ବର୍ଣ୍ଣନା କଲି। ସେ ଅତି ବ୍ୟସ୍ତ ହୋଇ ମୋତେ କହିଲେ ତୁମେ କ'ଣ ଭୁଲିଗଲ
ଠାକୁରେ କହିଥିଲେ ଏଥର ଠାକୁରେ ଘରେ ଘରେ ଭକ୍ତମାନଙ୍କ ସାଙ୍ଗରେ ଖେଳିବେ। ସେ ଆଉ କେହି ନୁହନ୍ତି, ସେ ନିଶ୍ଚୟ ଆମ ଠାକୁର ଅଭିନ୍ନ ସୁନ୍ଦର। ମୁଁ ତାଙ୍କ ବ୍ୟସ୍ତତା ଦେଖି କହିଲି, ଆମ ଠାକୁର ତ ଏମିତି କରା ଧୋତି ପିନ୍ଧନ୍ତି, ଏଇ ତ ମଇଳା ଧୋତି ପିନ୍ଧିଥିଲେ, ଇସ୍ତ୍ରୀ କରା ଧୋତି ତ ନୁହଁ। ଠାକୁର ତ ସୁବର୍ଣ୍ଣ ଆଭା, ଠାକୁର ତ ସୁବର୍ଣ୍ଣ ଆଭା, ତାଠାରୁ ମଧ୍ୟ ଅତ୍ୟଧିକ ଜ୍ୟୋତିର୍ମୟ। ଏ ତ କଳା ଥିଲେ, ସେହିପରି ଜ୍ୟୋତି ତ ତାଙ୍କ ଦେହରୁ ଫୁଟି ଉଠୁନଥିଲା। ମୋ ସ୍ୱାମୀ କହିଲେ, ସେହି ରୂପରେ କ'ଣ ସେ ଆଉ ଆସିବେ? ମୋତେ କାହିଁକି ଡାକିଲେ ନାହିଁ? ତୁମେ ବୋଧହୁଏ ତାଙ୍କର ସବୁ ଲୀଳା ଖେଳା ଦେଖିବ। ମୋ ଭାଗ୍ୟରେ ବୋଧେ ନାହିଁ। ନିଜକୁ ଖୁବ୍ ଦୋଷୀ ମନେ କଲି। କିନ୍ତୁ ଆଉ ଜାତକ ଖୋଲିବା ବା ଜ୍ୟୋତିଷଙ୍କୁ କିଛି ପଚାରିବାକୁ ସେ ଭୁଲିଗଲେ ସେଦିନ। ଅବଶ୍ୟ ଠାକୁରେ ସେ ସବୁ ନ କରିବାକୁ କେବେ ବାରଣ କରିନାହାନ୍ତି। ତାର କିଛି ଦିନ ପରେ ଭୁବନେଶ୍ୱରରେ ଜଣେ ମାଆଙ୍କ ଠାରେ ଠାକୁରେ ଗୁରୁବାର ଦିନ କେବଳ ପ୍ରକଟିତ ହେଉଥିବା ଶୁଣି ମୁଁ ଯାଇଥିଲି ତାଙ୍କ ଘରକୁ। ସେ ମୋତେ ଦେଖୁ ଦେଖୁ କହିଲେ, ଏଇ ମାଆଟି ଖାଲି ଗୁଡ଼ିଏ ଗୋଲାପ ଫୁଲ ନଥିଲେ ପୂଜା କରିବାରେ ଶାନ୍ତି ପାଉନି। ସେ ଫଳ କ'ଣ ସେ ସବୁ ଏ ଜନ୍ମରେ ପାଇବ? ସେ ସବୁ ସଞ୍ଚିତ ହୋଇ ରହୁଛି ନା ତା ଘରକୁ ପରା ଠାକୁର ଯାଇଥିଲେ ଯେ ସେ ଖାଲି ଚାରିଟି ଦେଇ ବିଦା କରିଦେଲା? ହେ ଲୀଳାମୟ, ତୁମ ଲୀଳା ଆମେ କ'ଣ ବୁଝିବୁ? ତୁମେ ଭାଙ୍ଗି ଗଢ଼ି ତୋଳିବାରେ କି ଆନନ୍ଦ ପାଉଛ? ବ୍ରହ୍ମା ଲକ୍ଷ୍ମୀ ମହେଶଙ୍କୁ ତ ଅଗୋଚର, ଆମେ ତ ସାମାନ୍ୟ ମନୁଷ୍ୟ, କ'ଣ ବା ତୁମକୁ ଜାଣିବୁ? ଠାକୁରଙ୍କ ଲେଖାରୁ ପଦେ ମନେ ପଡ଼ିଗଲା, ତୁମ ଲୀଳା ସିନା ତୁମକୁ ଗୋଚର, କିଏ ସେ ଜାଣିବ ବିଶ୍ୱ ଚରାଚର। କହିବାର ତାତ୍ପର୍ଯ୍ୟ, ଠାକୁର ସ୍ଥୂଳରେ ରହି ବର୍ତ୍ତମାନ ଯେମିତି ଖେଳୁଥିଲେ, ସୂକ୍ଷ୍ମରେ ରହି ମଧ୍ୟ ଠାକୁରଙ୍କ ଅନ୍ତରଙ୍ଗ ଭକ୍ତମାନଙ୍କ ସହିତ ଖେଳୁଥିଲେ। ଠାକୁର କହିଥିଲେ, ଗାଁ ଗାଁରେ ଭକ୍ତମାନଙ୍କ ଘରେ ଘରେ ତାଙ୍କ ଲୀଳା ପ୍ରକଟିତ ହେବ। ଆଜି ଗାଁ ଗାଁରେ ଘରେ ଘରେ ଦେଶ ଦେଶରେ ଦେଶ ବିଦେଶରେ ପ୍ରଭୁଙ୍କର କାର୍ଯ୍ୟ, ତାଙ୍କରି ଲୀଳା, ତାଙ୍କରି ଗୋଷ୍ଠୀ, ତାଙ୍କରି ସତ୍ସଙ୍ଗ, ତାଙ୍କରି ଭଜନ କାର୍ଯ୍ୟକ୍ରମ ସମସ୍ତ ହରିଭକ୍ତମାନଙ୍କ ହୃଦୟରେ ଆଜି ବାନ୍ଧି ଦେଇଛି ଅଭିନ୍ନ ସୁନ୍ଦରଙ୍କ ସେ ଭାବଡୋରି। ସତରେ ପ୍ରଭୁ, ତୁମେ ସ୍ଥୂଳରେ ଯେଭଳି ଲୀଳା କରୁଥିଲ,